ବ୍ରହ୍ମପୁର ହଳଦିଆପଦର ଓଭରବ୍ରିଜ୍ରେ ବାରମ୍ବାର ଦୁର୍ଘଟଣା ଓ ବ୍ରିଜ୍ ନିର୍ମାଣରେ ତ୍ରୁଟି ଉଦ୍ବେଗର ବିଷୟ ହୋଇଥିବା ବେଳେ କଥା ଯାଇ ପହଞ୍ଚିଛି ସୁପ୍ରିମକୋର୍ଟରେ। ସୁପ୍ରିମକୋର୍ଟଙ୍କ ସଡ଼କ ସୁରକ୍ଷା କମିଟି ହଳଦିଆପଦର ରେଳ ଓଭରବ୍ରିଜ୍ରେ ନିକଟରେ ଘଟିଥିବା ସଡ଼କ ଦୁର୍ଘଟଣା ନେଇ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି। ଏଥିସହ ଦୁର୍ଘଟଣା ସମ୍ପର୍କିତ ରାଜ୍ୟ ସରକାରଙ୍କୁ ମାର୍ଚ୍ଚ 5 ତାରିଖ ସୁଦ୍ଧା ବିବୃତ୍ତି ରିପୋର୍ଟ ମାଗିଛନ୍ତି ସୁପ୍ରିମକୋର୍ଟ କମିଟି। ସୂଚନାଯୋଗ୍ୟ ଯେ ହଳଦିଆପଦର ରେଳ ଓଭରବ୍ରିଜ୍ରେ ଏକ ଦ୍ରୁତଗାମୀ ଟ୍ରକ୍ ଧକ୍କାରେ 5 ଜଣ ବାଇକାରଙ୍କ ମୃତ୍ୟୁ ହୋଇଥିଲା। ଏହାସହ ଦୁର୍ଘଟଣା ପରେ ପୁଣି ହଳଦିଆପଦର ରେଳ ଓଭରବ୍ରିଜ୍ର ତ୍ରୁଟିପୂର୍ଣ୍ଣ ନିର୍ମାଣ ପ୍ରସଙ୍ଗ ଚର୍ଚ୍ଚାର ବିଷୟ ହୋଇଛି। ଏବେ ବ୍ରିଜ୍ ନିର୍ମାଣ ତ୍ରୁଟିପୂର୍ଣ୍ଣ କେମିତି ହେଲା ତାର ଖୋଳତାଡ଼ ଆରମ୍ଭ ହୋଇଛି। ଦୋଷ ଲଦାଲଦି ବି ଜାରି ରହିଛି। ସୁପ୍ରିମକୋର୍ଟଙ୍କ ସଡ଼କ ସୁରକ୍ଷା କମିଟି ହଳଦିଆପଦର ଦୁର୍ଘଟଣା ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି। ଭବିଷ୍ୟତରେ ଦୁର୍ଘଟଣା ରୋକିବାକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରସ୍ତାବିତ ସୁରକ୍ଷା ପଦକ୍ଷେପଗୁଡ଼ିକର ରିପୋର୍ଟ ମଧ୍ୟ କମିଟିକୁ ରାଜ୍ୟ ସରକାର ପଠାଇବା ପାଇଁ ନିର୍ଦ୍ଦେଶ ରହିଛି। ସୂଚନାଯୋଗ୍ୟ ଯେ ସାରା ଭାରତରେ ଦୁର୍ଘଟଣା ପ୍ରବଣ ଜିଲ୍ଲାମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲା ରହିଛି। ବ୍ୟୁରୋ ରିପୋର୍ଟ, ସିଲ୍କ ସିଟି ଲୋକାଲ।